ଗୋଟେ ପରିଚୟଟା ଦେବେ ଆପଣ ନାଁଟା କହିବେ। ମୁଁ କୈଳାସ ଶତପଥୀ, ମୁଖ୍ୟ ସମ୍ପାଦକ ଭଏସ୍ ଅଫ୍ ଭିକ୍ଟିମ୍ସ। ଆଜି ଯେଉଁ ଏଇ ସଭା ଯେଉଁ ଆଜି କାର୍ଯ୍ୟକ୍ରମ ଆଲୋଚନା ର ପ୍ରସଙ୍ଗ ସ୍ୱର୍ଣ୍ଣ ନକ୍ଷତ୍ର ଉତ୍ସବ ଆପଣଙ୍କର ଅତି ସୁନ୍ଦର ଜାଗାରେ ଆୟୋଜନ କରାଯାଇଛି, ସେ ବିଷୟରେ ଟିକେ ଗଣମାଧ୍ୟମକୁ ଜଣାଇବେ। ଭଏସ୍ ଅଫ୍ ଭିକ୍ଟିମ୍ର ଆଜି ହେଉଛି ଶୁଭ ସ୍ୱର୍ଣ୍ଣ ନକ୍ଷତ୍ର ଉତ୍ସବ। ଆନୁଷ୍ଠାନିକ ଭାବରେ ଆଜି ତୃତୀୟ ବର୍ଷରେ ପଦାର୍ପଣ କରୁଛି ଭଏସ୍ ଅଫ୍ ଭିକ୍ଟିମ୍। ବହୁ ଘାତପ୍ରତିଘାତ ମଧ୍ୟରେ ଆମେ ପାଖକୁ ଆସି ପହଞ୍ଚିଛୁ ଏବଂ ଭଏସ୍ ଅଫ୍ ଭିକ୍ଟିମ୍ ସଦାବେଳେ ପୀଡ଼ିତମାନଙ୍କର ସ୍ୱର, ଯାହା ମାନେ ଆମେ ଯେତେବେଳେ ପୀଡ଼ିତମାନଙ୍କ ପାଇଁ କାମ କରୁଛୁ ତାଙ୍କର ଖବର କାଢ଼ିବା ପାଇଁ ବିଭିନ୍ନ ଖବରକାଗଜ ସଂସ୍ଥାକୁ ଆପ୍ରୋଚ୍ କରିବା ପରିବର୍ତ୍ତେ ନିଜେ ଗୋଟିଏ ପାକ୍ଷିକ ହେଉ ପଛେ ସାପ୍ତାହିକ ହେଉ ପଛେ ଗୋଟିଏ ଖବରକାଗଜର ପରିକଳ୍ପନା କରିଥିଲୁ। ତେଣୁ ସବୁ ପୀଡ଼ିତମାନଙ୍କର ଖବରକୁ ଆମେ ପ୍ରଥମେ ସମସ୍ୟା ଭିତ୍ତିକ ଖବରକୁ ଅଗ୍ରାଧିକାର ଦେଇଥାଉ ଏବଂ ଖବରକାଗଜ ଯେମିତି ବିଭିନ୍ନ ପ୍ରକାର କଣ୍ଟେଣ୍ଟସ୍ ରହେ, ଯେମିତିକି ମୁଖ୍ୟ ପ୍ରସଙ୍ଗ, ସମ୍ପାଦକୀୟ, ସମସ୍ୟା, ଆଇନ କାନୁନ, ଏଭଳି ସବୁ ବିଭିନ୍ନ ବିଭାଗ ରହିଛି ଏବଂ ଆଜି ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବରେ ବହୁତ ଭଲ ଲାଗୁଛି ଯେ ଆମେ ଏତେ ଦୂର ଅତିକ୍ରମ କରି ଆସିଛୁ। ଏ ସୁନ୍ଦର ଜିନିଷଟି ଆପଣ ଯାହା କହିଲେ କି ଯେଉଁମାନେ ଆମେ ଖୋଜିବାକୁ ପଡ଼ୁଛି ଆଉ ପୀଡ଼ିତାମାନଙ୍କ ପାଇଁ ସାହାଯ୍ୟ କରିବା ଆମେ ନିଜେ ପ୍ରୟାସ ଜାରି ରଖିଛୁ, ଏକ ସୁନ୍ଦର ପଦକ୍ଷେପ। ଏ ଯେଉଁ ନାଁଟା ଦିଆହେଇଛି ଏତେ ସୁନ୍ଦର ଲାଗୁଛି, ଭଏସ୍ ଅଫ୍ ଭିକ୍ଟିମ୍ସ, ତା ମାନେ କ'ଣ? ପୀଡ଼ିତଙ୍କ ସ୍ୱର। ମୁଁ ପୂର୍ବରୁ ସମ୍ବାଦରେ ଥିଲି, ତାପରେ ମୁଁ ନିଜେ ଓକିଲାତି ବୃତ୍ତିକୁ ଆସିଥିଲି 2014ରେ। ସବୁବେଳେ ଯେହେତୁ ଗଣମାଧ୍ୟମ ସଂସ୍ଥା ସହିତ ଜଡ଼ିତ ହୋଇଥିଲି ଦୀର୍ଘ ବର୍ଷ ଧରି, ତେଣୁ ନିଜେ ଗୋଟିଏ ଖବରକାଗଜ କରି ଲୋକମାନଙ୍କର ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବା ପାଇଁ ଯେଉଁ ଚିନ୍ତା କରାଯାଇଥିଲା, ସେଥିରେ ଆମେ କେତେ ସଫଳ ବା କେତେ ବିଫଳ ହୋଇଛୁ ତାହା ଆଜିର କାର୍ଯ୍ୟକ୍ରମ ଦେଖିଲେ ଆପଣ ଜାଣିପାରିବେ। ଧନ୍ୟବାଦ। ଏ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଅଛି ମନ୍ଦିର ମାଳିନୀ ଭୁବନେଶ୍ୱରରେ ଖବର ପଢ଼ୁଛନ୍ତି ସନ୍ତୋଷ କୁମାର ଓଝା, ଭୁବନେଶ୍ୱର। ପ୍ରଣାମ, ଜୟ ଜଗନ୍ନାଥ।